ଭାଗ୍ୟଶାଳୀ ବାପା ସେଇ ହୋଇଥାନ୍ତି ଯେଉଁମାନଙ୍କର ଝିଅ ଅଛି। ଗୋଟେ ଝିଅ ଗରିବ ଘରେ ବି ଜନ୍ମ ନେଇଥାଏ ଆଉ କରୋଡ଼ପତି ଘରେ ବି ଝିଅ ଜନ୍ମ ନେଇଥାଏ। ଝିଅଟିଏ ଯେଉଁଠି ବି ଜନ୍ମ ହେଉ କିନ୍ତୁ କନ୍ୟାଦାନ ଦେଇଥାନ୍ତି ଏକ ମହାନ ବାପା। ଗୋଟେ ଝିଅ ଗରିବର ସମ୍ପତ୍ତି ନୁହେଁ କି ଅମୀର ବି ସମ୍ପତ୍ତି ନୁହେଁ। କିଛି କିଛି ଲୋକ ଝିଅକୁ ବୋହୂ କରି ଆଣିଥାନ୍ତି ଆଉ ସେହି ଝିଅକୁ ବାର ବାର ନିନ୍ଦା ଅପବାଦ ଦେଇଥାନ୍ତି କି ତୋ ବାପା ମା କଣ ଦେଇଛନ୍ତି। ଆଉ ଥରେ ଯାଇ ସେ ବାପାଙ୍କୁ ପଚାର ଯେ ଯେଉଁ ବାପା ଝିଅର ବାହାଘର ପାଇଁ 2 ବର୍ଷ ପୂର୍ବରୁ କଣ ସବୁ କରିଛନ୍ତି। ରାତି ଦିନ ଏକ କରିଦେଇଛନ୍ତି। ଝିଅଟିଏ ପାଇଁ ଗୋଟିଏ ଗୋଟିଏ ନୂଆ କପଡ଼ା, ଗୋଟିଏ ଗୋଟିଏ ବସ୍ତ୍ର, ଗୋଟିଏ ଗୋଟିଏ ଭୋଜନ ବାସନ, ଗୋଟିଏ ଗୋଟିଏ କରି ଏକଜୁଟ କରି ରଖିଛନ୍ତି। କାହିଁକି ନା ନିଜ ଝିଅକୁ ତା ଶାଶୁ ଘରେ କେହି ଯେମିତି ଖୁଣ୍ଟା ନ ଦିଅନ୍ତୁ। କିନ୍ତୁ ଶାଶୁ ଘର ଲୋକେ କଣ କରନ୍ତି ନା ସେଇ ବାପାକୁ ବାର ବାର ଝିଅକୁ ଖୁଣ୍ଟା ଦିଅନ୍ତି। ଗୋଟେ ଝିଅର ବାପାକୁ ବାର ବାର ଅପମାନ କରିଥାନ୍ତି। ଯେଉଁ ଘରେ ଗୋଟେ ଝିଅ ଛୋଟରୁ ବଡ଼ ହୋଇଥାଏ, 20 ବର୍ଷ ପର୍ଯ୍ୟନ୍ତ ରହିଥାଏ, କୋଣରେ କୋଣରେ ଖେଳ ବୁଲି କରି ବାପାଙ୍କର କେତେ ବଡ଼ ମୁକ୍ତାଟିଏ ହୋଇ ରହିଥିଲା, କିନ୍ତୁ ଗୋଟିଏ ରାତିରେ ଝିଅଟିଏ ସେ ସବୁ କିଛି ଛାଡ଼ି ଚାଲି ଯାଇଥାଏ ପର ଘରକୁ। ସେ ବାପ ଉପରେ କଣ ବିତିଥାଏ ଆପଣମାନେ ଶୁଣିଥିବେ। କିଛି କିଛି ବାପାଙ୍କର ହୃଦୟ ବହୁତ କଠୋର ହୋଇଥାଏ ଆଉ ତାଙ୍କ ଆଖିରେ କେବେ ବି ଲୁହ ଆସି ନଥାଏ। କିନ୍ତୁ ଏମିତି ବି ବାପା ଥାନ୍ତି କି ଝିଅ ବିନା ଆଖିରେ ତାଙ୍କର ନିଦ ଆସିନଥାଏ। ଝିଅଟିଏ ବିବାହ ହେବା ପରେ ବି ସେ ତା ପିତାଙ୍କୁ ଭୁଲି ପାରେ ନାହିଁ। ଝିଅମାନେ ହୃଦୟରୁ କେତେ ସଚା ହୋଇଥାନ୍ତି। ଯେବେ ରାକ୍ଷୀ ପୂର୍ଣ୍ଣିମା ଆସିଥାଏ, ଭଉଣୀର ଆଖିରେ ନିଦ ନଥାଏ। କେମିତି ସକାଳ ହେବ, ରାକ୍ଷୀ ନେଇ ଘରେ ହାଜର। ଝିଅ ହେଉଛି ପ୍ରତ୍ୟେକ ଘରର ସମ୍ପତ୍ତି। ଝିଅ ହେଉଛି ପ୍ରତ୍ୟେକ ଘରର ସୌନ୍ଦର୍ଯ୍ୟତା। ଆଉ ଝିଅ ଅଭିଶାପ ନୁହେଁ, ଭଗବାନଙ୍କର ବରଦାନ ହୋଇଥାଏ। ଆଉ ସେହି ଝିଅ କରୋଡ଼ପତିଙ୍କ ଘରେ ବି ଥାଏ, ଯିଏକି ଧନରେ କରୋଡ଼ପତି ନୁହେଁ, ହୃଦୟରେ କରୋଡ଼ପତି ହୋଇଥାନ୍ତି। ଆଉ ଯଦି ଝିଅକୁ ରଖିବାର ପିତାଙ୍କର ଅଧିକାର ଥାନ୍ତା ନା, ତେବେ ଏ ଦୁନିଆର କେବେ ବି ବୃଦ୍ଧାଶ୍ରମ ନଥାନ୍ତା। ଯଦି ଝିଅକୁ ପିତାମାତା ରଖିବାର ଅଧିକାର ଦିଆଯାଏ, ତାହେଲେ କେବେ ବି ବୃଦ୍ଧାଶ୍ରମ ଆଉ ଏ ଦୁନିଆରେ ନଥାନ୍ତା। କିନ୍ତୁ ସେଇ ଝିଅ ଯେବେ ପର ଘରକୁ ବିବାହ ହୋଇଯାଏ, ଶାଶୁ ଘରକୁ ଯଦି ନିଜ ବାପ ମା ଭାବି ଗ୍ରହଣ କରିଦିଅନ୍ତା, ତାହେଲେ ବି ବୃଦ୍ଧାଶ୍ରମ କେବେ ବି ହୋଇ ନଥାନ୍ତା। ଆଉ ପ୍ରତ୍ୟେକ ଶାଶୁ ବୋହୂକୁ ନିଜ ଝିଅ ପରି ଦେଖିବା ବି ଉଚିତ। ବୋହୂକୁ ନିଜ ଝିଅ ପରି ବି ରଖିବା ଉଚିତ। ତେବେ ଯାଇ ଗୃହକଳି ବନ୍ଦ ହୋଇଯିବ, ଛନ୍ଦ କପଟ ହିଂସା ଅପବାଦ ବନ୍ଦ ହୋଇଯିବ। ଆଉ ସେହି ଘର ତ ନୁହେଁ, ସେହି ଘର ସ୍ୱର୍ଗ ହେବାକୁ ଲାଗିବ। ଘରେ ଘରେ ମହାଭାରତ ନୁହେଁ, ଘରେ ଘରେ ରାମ ରାଜ୍ୟ ହେବାକୁ ଲାଗିବ। ଝିଅଟିଏ ଗୋଟିଏ ଘଣ୍ଟା ବି ତା ପିତାଙ୍କ ବିନା ରହିପାରେ ନାହିଁ। ଦୂରରେ ରହିଲେ ବି ଫୋନ କରି ପଚାରେ, ବାପା କଣ କରୁଛ? କାରଣ ବାପା ପ୍ରତି ବଡ଼ ଅଜବ ପ୍ରେମ ଥାଏ ଝିଅର, ବହୁତ ଅଜବ। ଝିଅଟିଏ ଶାଶୁ ଘରେ ରହେ ସିନା, କିନ୍ତୁ ଯେତେ ବର୍ଷ ବିତି ଯାଉ ପଛେ କିନ୍ତୁ ସେ କେବେ ତାର ପିତାମାତାଙ୍କ ଠାରୁ ଅଲଗା ହୁଏ ନାହିଁ, ସବୁବେଳେ ଯୋଡ଼ି ହୋଇ ରହିଥାଏ। ରାଜ ମହାରାଜ ଜନକଙ୍କ ଆଖିରେ ଲୁହ ଆସିଗଲା। କଣ ପାଇଁ ନା ଗୋଟିଏ ନୁହେଁ, 4 ଝିଅ ମୋ ଘରୁ ଯାଉଛନ୍ତି ଭାରି। ଦଶରଥଙ୍କୁ ନିଜ ଛାତିରେ ଲଗାଇଦେଲେ ଏବଂ କହିଲେ, ହେ ରାଜା, ଆଜିଠାରୁ ମୋର ପୁରା ସମ୍ପତ୍ତି ଆପଣଙ୍କର। ଆପଣ ଭାବନ୍ତୁ ତ କେତେ କଷ୍ଟ, କେତେ ଯନ୍ତ୍ରଣା ପିତା ତାର ସମ୍ପତ୍ତିକୁ ଅନ୍ୟ ହାତରେ ଟେକିଦେବା। ତେଣୁ ଦର୍ଶକ ବନ୍ଧୁ, ଲେମ୍ବୁ ଖଟା, ଟମାଟର ବି ଖଟା, କଇଁଆ ବି ଖଟା, ଆଉ ସେହି ଖଟା କ୍ଷୀରକୁ ଛିଣ୍ଡେଇ ଦେଇଥାଏ। ଲେମ୍ବୁ, ଆମ୍ବ, କଇଁଆ କେବଳ କ୍ଷୀରକୁ ଫଟାଇ ଦେଇଥାଏ, କିନ୍ତୁ କପଟର ଖଟା ଭାଇ ଭଉଣୀର ବା ଭାଇ ଭାଇର ସମ୍ପର୍କକୁ ଫଟାଇ ଦେଇଥାଏ। ପତି ପତ୍ନୀଙ୍କର ସମ୍ପର୍କକୁ କପଟର ଖଟା ଫଟାଇ ଦେଇଥାଏ। ତେଣୁ ଶାଶୁ ବୋହୂ ସହ ଆଉ ତାର ଝିଅ ସହ କିପରି ଅଲଗା ବ୍ୟବହାର କରିଥାଏ। ବୋହୂ ଆସିଲା ତ ଦେଖିବାକୁ ବି ପସନ୍ଦ କରୁନାହଁ, କିନ୍ତୁ ଝିଅ ଆସିଲେ ଖୁସିରେ କୁଣ୍ଢେଇ ପକଉଛ। ଆଚାର, ଦେଶୀ ଘିଅ ବୋହୂ ନ ଦେଖିବାର ଝିଅକୁ ଦେଇ ଦଉଛ। ଏଇଟା ନେଇଯା, ସେଇଟା ନେଇଯା, ଶାଢ଼ୀ ନେଇଯା, ଲୁଚେଇକି ଝିଅ ବ୍ୟାଗରେ ପୁରେଇ ଦଉଛ। ଏଇଟା ନେଇଯା, ସେଇଟା ନେଇଯା, ଝିଅ ପାଇଁ ଏତେ ଭଲ ପାଇବା ଅଜାଡ଼ି ଦଉଛ। କିନ୍ତୁ ବୋହୂ ପାଇଁ ଫଟା ଶାଢ଼ୀ। ଝିଅ ଆସିଲେ ଓଲଟା ଦେବା, ଏଇଟା ନେବା, ସେଇଟା ନେବା, ଏମିତି କଣ ପାଇଁ? ଦେଖନ୍ତୁ, ଆପଣ ଆପଣଙ୍କ ଝିଅକୁ ଯାହା ଦେବେ ସେଥିରେ ମନା ନାହିଁ, କିନ୍ତୁ ଝିଅକୁ ଯେତିକି ଦେବେ ବୋହୂକୁ ବି
ସେତିକି ଦିଅ। ଯେଉଁ ବୋହୂ ସେ ବୋହୂ ନୁହେଁ, ସେହି ଆପଣଙ୍କର ଝିଅ। କାରଣ ଆପଣ ଆପଣଙ୍କର ଝିଅକୁ କନ୍ୟା ଦାନରେ ଦେଇଛନ୍ତି, କିନ୍ତୁ ଆପଣ ଗୋଟେ ଝିଅକୁ କନ୍ୟା ଦାନରେ ପାଇଛନ୍ତି ବା ଆପଣଙ୍କ ଘରକୁ ଆଣିଛନ୍ତି। ଯାହାକୁ ଦେଇଛନ୍ତି ତାକୁ ଏତେ ଭଲ ପାଉଛନ୍ତି, ଆଉ ଯାହାକୁ ଆଣିଛନ୍ତି ତାକୁ ଏତେ ହତାଦାର କରୁଛନ୍ତି। ଏ କପଟ ନୁହେଁ ତ ଆଉ କଣ? ଯେତେବେଳେ ତୁମର ବିପଦ ପଡ଼ିବ, ବୋହୂ ହିଁ କାମରେ ଆସିବ। ଝିଅ ତା ଶାଶୁ ଘରୁ ଆସିବ ନାହିଁ। କିନ୍ତୁ ମା ମାନଙ୍କର ଭଲ ପାଇବା ଝିଅଠାରେ ହିଁ ଅଧିକା ଥାଏ। ଆପଣଙ୍କର ଝିଅ ଆସିଲେ ଶାଢ଼ୀ ଦିଅନ୍ତୁ, କପଡ଼ା ଦିଅନ୍ତୁ, ଗହଣା ଦିଅନ୍ତୁ, ପାମ୍ପଡ଼ ଦିଅନ୍ତୁ, ଆଚାର ଦିଅନ୍ତୁ, ଦେଶୀ ଘିଅ ଦିଅନ୍ତୁ, କିନ୍ତୁ ଚୋରି ଆକାରରେ ଦିଅନ୍ତୁ ନାହିଁ। ଯେମିତି ବୋହୂ ଦେଖିବ ନାହିଁ, କିନ୍ତୁ ବୋହୂ ସିସିଟିଭି ଚେକ୍ କରୁଛି। ବୋହୂକୁ ସବୁ ଜଣା ତୁମେ କଣ ଦେଲ କଣ ନାହିଁ, କିନ୍ତୁ ଆପଣଙ୍କୁ ଜଣା ନାହିଁ। ଆପଣ ଏଇଆ ଜାଣିଲେ ଯେ ବୋହୂ କିଛି ଜାଣିନି, ମୁଁ ମୋ ଝିଅକୁ କଣ ଦେଲି ବୋଲି, କଣ ନଦେଲି। କିନ୍ତୁ ରାତିରେ ବୋହୂ ତା ପତି ଆଗରେ କଣ କୁହେ ଜାଣିଛନ୍ତି? ଯେବେ ପତି ଖାଇଲା ବେଳେ ଆଚାର ଟିକେ ଆଣିଲ, ବୋହୂ କହିବ ଆଚାର ନାହିଁ, ଆଜି ତୁମ ଭଉଣୀ ଆସିଥିଲା, ତୁମ ମା ସବୁ ଆଚାର ତୁମ ଭଉଣୀକୁ ଦେଇ ଦେଇଛନ୍ତି। ପତି କହିଲେ, ଆରେ ସୁଖା ରୁଟି କଣ ପାଇଁ ଦେଇଛ? ରୁଟିରେ ଟିକେ ଘିଅ ମାରିକି ଆଣିଲ। ତ ବୋହୂ କହିଲା, କଣ ଆଉ ଘିଅ ଆଣିବି, ଆଜି ଆସିଥିଲା ନା ଝିଅ, ସବୁ ବ୍ୟାଗ ଭରିକି ନେଇଯାଇଛି। କିନ୍ତୁ ଝିଅ ଏତେ ବି କିଛି ନ ନେଇଥାଉ, କିନ୍ତୁ ବୋହୂ କହିବ ସବୁ ଭରିକି ବ୍ୟାଗ ଭର୍ତ୍ତି କରିକି ନେଇଯାଇଛି। ଆଉ ଏହି କହିବାର ମୌକା ଶାଶୁ ହିଁ ଦେଇଥାଏ। ଆଉ ଏହା ହିଁ କପଟ ଅଟେ। ଆଜିର ଦୁନିଆରେ 90% ନଣନ୍ଦ ଭାଉଜଙ୍କର ପଡ଼େ ନାହିଁ। 10% ଭଉଣୀ ପରିକା ଥାଏ, କିନ୍ତୁ 90% ପଡ଼େ ନାହିଁ। ଆଉ ଏହି 90% ନଣନ୍ଦ ଭାଉଜଙ୍କର ତାଳମେଳ ପଡ଼େ ନାହିଁ। କାହିଁକି ନା ତାଙ୍କ ଭିତରେ ଜହର ଭରି ଦେଇଥାଏ ତାଙ୍କ ଶାଶୁ। ଦୁଇଙ୍କ ସମ୍ପର୍କକୁ ଛିଡ଼େଇ ଦେଇଥାଏ। ଏହିଭଳି କପଟ କରିକି ଚୋରି କରି ବ୍ୟାଗ ଭରିବା ଦ୍ୱାରା ହିଁ ଜହର ଭରି ଦେଇଥାଏ। କିନ୍ତୁ ଆପଣ ଯାହା ବି ଆପଣଙ୍କ ଝିଅକୁ ଦେଉଛନ୍ତି, ପୁଅ ବୋହୂର ଘର ହେଲାଣି, ଆପଣ ଆପଣଙ୍କର ପୁଅ ବୋହୂକୁ କୁହନ୍ତୁ, ପୁଅ ତୋ ଭଉଣୀ ଆସିଛି, କାଲି ଗୋଟେ ଶାଢ଼ୀ ତା ପାଇଁ ଆଣିବୁ, କାଲି ସେ ଯିବ ଭାରି। ଆଚାର ଦିଅ, ଦେଶୀ ଘିଅ ଦିଅ, ଯାହା ବି ଦିଅ ଆପଣଙ୍କ ବୋହୂ ଦ୍ୱାରା ହିଁ ଝିଅକୁ ଦିଅ। ଏମିତି କଲେ ସମ୍ପର୍କ ଆଗକୁ ଆହୁରି ମଜବୁତ ହେବ ଏବଂ ସମ୍ପର୍କ ଆହୁରି ଆଗକୁ ବଢ଼ିବ। ପୁଣି ନଣନ୍ଦ କଣ କରେ ନା ଗୋଟିଏ ଦିନ ପାଇଁ ଆସେ, ଆଉ ଭାଉଜକୁ କଣ କୁହେ ନା, ଭାଉଜ ତୁମେ ମୋ ମାର ଦେଖାଶୁଣା କରୁନ। ତ ଭାଉଜ ମନେ ମନେ କଣ ଭାବେ ନା, ମୁଁ ଯଦି ରଖୁନି, ଦେଖାଶୁଣା କରୁନି, ତ ତୁମେ ଏଠି ରୁହ, ମୁଁ ଯାଉଛି ମୋ ବାପ ଘରକୁ। ଆପଣମାନେ ଏତେ ବି ଉପଦେଶ ଆଦୌ କରନ୍ତୁ ନାହିଁ ଆପଣଙ୍କ ଭାଉଜକୁ। କାରଣ ନିଜେ ତୁମ ଶାଶୁର କେତେ ଦେଖାଶୁଣା କରୁଛ। ପ୍ରତ୍ୟେକ ବୋହୂ ଭାବନ୍ତି ଯେ ମୋ ଭାଉଜ ମୋ ମାର ଦେଖାଶୁଣା କରୁନାହିଁ। କିନ୍ତୁ ଏହା କେବେ ବି ଭାବେ ନାହିଁ କି ମୁଁ ମୋ ଶାଶୁର କେତେ ଦେଖାଶୁଣା କରୁଛି। ଯଦି ପ୍ରତ୍ୟେକ ବୋହୂ ତାଙ୍କ ଶାଶୁ ଶ୍ୱଶୁରଙ୍କର ଦେଖାଶୁଣା କରନ୍ତି, ତ ଆପଣଙ୍କର ମା ବି ଖୁସିରେ ରହିବେ। କିନ୍ତୁ ଆପଣ ଆପଣଙ୍କର ଶାଶୁର ଦେଖାଶୁଣା ରଖନ୍ତି ନାହିଁ, କିନ୍ତୁ ମାର ପୁରା ଚିନ୍ତା ଥାଏ ଆପଣଙ୍କୁ। ଆଉ ପ୍ରତ୍ୟେକ ଶାଶୁ ତାଙ୍କ ଝିଅର ପୁରା ଚିନ୍ତା କରିଥାନ୍ତି, ନିଜ ବୋହୂର ଚିନ୍ତା କରନ୍ତି ନାହିଁ। ଯଦି ଶାଶୁ ଝିଅଠୁ ଅଧିକା ବୋହୂକୁ ଭଲ ପାଏ, ବୋହୂ ପାଇଁ ଚିନ୍ତା କରେ, ତ ବୋହୂ ବି ମାଠୁ ଅଧିକା ଶାଶୁର ଦେଖାଶୁଣା କରିଥାଏ। ତ ଆଜିର ଦୁନିଆରେ 90% ଘର ସୁଖ ଶାନ୍ତିରେ ରହିବ। କିନ୍ତୁ ଆଜିର ଦୁନିଆରେ କେହି ବି ବଦଳି ପାରନ୍ତି ନାହିଁ। ଶାଶୁ ସବୁବେଳେ ଶାଶୁ ଭୂମିକାରେ ରହିଥାନ୍ତି, ବୋହୂ ସବୁବେଳେ ବୋହୂ ଭୂମିକାରେ ରହିଥାନ୍ତି। ଗୋଟିଏ ଘରେ ତ ରହିବ, ଭଲସେ ରହିବା ଉଚିତ। ସବୁବେଳେ ହସ ଖୁସିରେ ରୁହ, କିନ୍ତୁ ଛୋଟିଆ ଛୋଟିଆ କଥାକୁ କେବେ ବି ବଡ଼ କରନ୍ତୁ ନାହିଁ। ପ୍ରତ୍ୟେକ ଘରେ କଣ ହୋଇଥାଏ ନା, ଶାଶୁ ବୋହୂ କଥାବାର୍ତ୍ତା କରନ୍ତି ନାହିଁ, କିନ୍ତୁ ପଡ଼ୋଶୀ ଘରେ ଶାଶୁ ଯାଇ ବୋହୂ ନାଁରେ, ବୋହୂ ଯାଇ ଶାଶୁ ନାଁରେ କଥାବାର୍ତ୍ତା, ପଡ଼ୋଶୀଙ୍କ ପାଖରେ ଯାଇ କାନ୍ଦି କରି କହେ, ମୋ ବୋହୂ ନା ମୋତେ ଏକଥା କହିଲା। ବୋହୂ କାନ୍ଦିକି କହେ, ମୋ ଶାଶୁ ନା ମୋତେ ଏଇଆ କହିଲେ, ସେଇଆ କହିଲେ। କିନ୍ତୁ ଆପଣ କାହା ପାଖରେ କାନ୍ଦୁଛନ୍ତି? ପଡ଼ୋଶୀଙ୍କ ପାଖରେ। ଯେଉଁ ପଡ଼ୋଶୀ ଆପଣଙ୍କର ମଜାକ ଉଡ଼ାଇବେ, ଆପଣଙ୍କୁ କଳିରେ ନଖ ଘଷୁଥିବେ, ସେଇ ପଡ଼ୋଶୀ। ସବୁବେଳେ ଏଇ କଥା ମନେ ରଖନ୍ତୁ, ଆପଣ ଆପଣଙ୍କର ଘର କଥା ଭଲ ହେଉ କିମ୍ବା ଖରାପ ହେଉ, କାହାକୁ ବି କୁହନ୍ତୁ ନାହିଁ। କାହିଁକି ନା କଥା ଆଜି ଅଛି, କାଲି ରହିବ ନାହିଁ। କିନ୍ତୁ ଆପଣ କହିଦେଇଥିବେ କଥା, ଆଉ ସେହି ପଡ଼ୋଶୀ ହିଁ ଦିନେ ଆପଣଙ୍କୁ ଉଘେଇବେ କି ତୁ ତ ବୋହୂ ନାଁରେ ଏମିତି କହୁଥିଲୁ, ତୁ ତ ଶାଶୁ ନାଁରେ ଏମିତି କହୁଥିଲୁ। ଏ ଦୁନିଆକୁ ଯେତେବେଳେ ଆପଣ କାନ୍ଦି କାନ୍ଦି କହିଥାନ୍ତି ନା, କି ମୋ ଶାଶୁ ଏମିତି, ମୋ ଶାଶୁ ସେମିତି,
ଆଉ ଏ ଦୁନିଆ ବି କାନ୍ଦି କାନ୍ଦି ଆପଣଙ୍କ କଥାକୁ ଶୁଣିଥାଏ। କିନ୍ତୁ ଆପଣ ଯିବା ପରେ ଆପଣଙ୍କ ପିଠି ପଛପଟେ ହସି ହସିକି ସମସ୍ତଙ୍କ ଆଗରେ ଆପଣଙ୍କର ଘରର ଗୁମର ଖୋଲିଥାଏ। ଆପଣ ସବୁବେଳେ ଧ୍ୟାନ ରଖିବେ, ଏ ଦୁନିଆର କୌଣସି ବି ଫରକ ପଡ଼ିବ ନାହିଁ। ଆପଣ କେତେ ସୁଖୀ ଅଛନ୍ତି, କେତେ ଦୁଃଖୀ ଅଛନ୍ତି, କାହାକୁ କିଛି ବି ଫରକ ପଡ଼ିବ ନାହିଁ। ଆପଣ ଆପଣଙ୍କ ଜୀବନରେ କେତେ ଖୁସି ଆଉ କେତେ ଦୁଃଖରେ ଅଛନ୍ତି। ଦୁନିଆ ତ ଆପଣଙ୍କର ମଜା ନେବାକୁ ଚାହେଁ। ଏଥିପାଇଁ ଆପଣଙ୍କ ଘରର କଥାକୁ ଆପଣଙ୍କ ଘର ଭିତରେ ହିଁ ସୀମିତ ରଖିବା ଉଚିତ। ପତି ପତ୍ନୀଙ୍କ କଥାକୁ ବି କାହା ଆଗରେ ସେୟାର କରନ୍ତୁ ନାହିଁ। ଆପଣଙ୍କର ପତି ବହୁତ ଭଲ କି ବହୁତ ଖରାପ କାହାକୁ ବି କୁହନ୍ତୁ ନାହିଁ। ଆପଣଙ୍କର ପତ୍ନୀ ବହୁତ ଭଲ କି ଖରାପ କାହାକୁ ବି କୁହନ୍ତୁ ନାହିଁ। କାହାକୁ କହିବେ ତ ସେମାନେ ଆପଣଙ୍କର ମଜାକ ଉଡ଼ାଇବେ। ଆପଣଙ୍କ କଥାକୁ ମଜାକ ସଜାଇ ଦେବ ଏ ଦୁନିଆ। ଏଥିପାଇଁ ଆପଣ ଆପଣଙ୍କର କଥା ଆପଣଙ୍କ ପାଖରେ ହିଁ ସୀମିତ ରଖନ୍ତୁ। ଏହି କଥା ପ୍ରତ୍ୟେକ ଶାଶୁ ବି ବୁଝିବା ଉଚିତ। ଆଉ ବୋହୂ ବି ଏହି କଥାକୁ ବୁଝିବା ଉଚିତ। ଆପଣଙ୍କୁ ମୋର ଅନୁରୋଧ, ଏହି ଭିଡିଓଟିକୁ ଯେଉଁ ସବୁ ଶାଶୁମାନେ ବା ବୋହୂମାନେ ଦେଖୁଛନ୍ତି, ଆପଣଙ୍କୁ ଆମେ ଗୋଟିଏ ସୂତ୍ର ବା ମନ୍ତ୍ରଟେ ଦେଉଛୁ। ଆଉ ଏହି ମନ୍ତ୍ରକୁ ଯଦି ଆପଣ ଜପିବେ ନା, ତ କେବେ ବି ଆପଣଙ୍କ ଘରେ ଝଗଡ଼ା ହେବ ନାହିଁ। ଆଉ ସେହି ମନ୍ତ୍ରଟି ହେଉଛି, ଯେଉଁଠିକି ବି ଯାଆନ୍ତୁ ତ ଆପଣଙ୍କର ବୋହୂର ଖୁବ୍ ତାରିଫ କରନ୍ତୁ କି ମୋ ବୋହୂ ବହୁତ ଭଲ, ବହୁତ ଚିନ୍ତା କରେ ଆମ ପରିବାର ପାଇଁ। ତା ଶାଶୁ ଶ୍ୱଶୁର କେମିତି ଭଲରେ ରହିବେ, କେମିତି ଭଲ ଖାଇବେ, କେମିତି ଭଲ ପିନ୍ଧିବେ, ସବୁବେଳେ ସେଥିରେ ଲାଗିଥିବ। ଆପଣଙ୍କର ବୋହୂର ତାରିଫ କରନ୍ତୁ। ଆଉ ଆପଣ ସେହି ଜାଗାରୁ ଚାଲିଯିବା ପରେ ଆପଣଙ୍କ ପିଠି ପଛପଟେ ସେହି ଲୋକ ଆପଣଙ୍କ ବୋହୂ ଆଗରେ କହିବେ, ତୋ ଶାଶୁ ନା ତୋ ନାଁରେ ଏତେ ତାରିଫ କଲା। ଯଦି ବି ଆପଣଙ୍କ ବୋହୂ ଆପଣଙ୍କୁ ସେବା ନ କରେ, ଆପଣଙ୍କୁ ଖାଇବାକୁ ଦଉନଥାଏ, ତ ତଥାପି ଆପଣ ଆପଣଙ୍କର ବୋହୂର ତାରିଫ କରିବା ଉଚିତ। ମୋ ବୋହୂ ବହୁତ ସେବା କରେ ଆମର, ବହୁତ ଭଲ ରୋଷେଇ କରେ, ଘର କାମ ସବୁ ନିଜେ ସମ୍ଭାଳେ। ତ ସେହି ଲୋକ ଆପଣଙ୍କ ବୋହୂକୁ କହିବେ, ତୋ ଶାଶୁ ତୋର ବହୁତ ତାରିଫ କରିଲା। ତ ଏହି କଥା ଆପଣଙ୍କର ବୋହୂ ଯେବେ ଶୁଣିବ, ତ ସେ ମନେ ମନେ ଅନୁତାପ କରିବ, ମୁଁ ତ ମୋ ଶାଶୁକୁ ଖାଇବାକୁ ଦେଉନାହିଁ, କିନ୍ତୁ ମୋ ଶାଶୁ ମୋତେ ଭଲ କହୁଛନ୍ତି। ତ ଏହିପରି ବୋହୂ ମଧ୍ୟ ନିଜେ ଚେଞ୍ଜ ହୋଇଯିବ। ଆପଣଙ୍କ ଘର ସୁଖରେ ଚାଲିବ। ତ ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓ ମାଧ୍ୟମରେ। ଆପଣଙ୍କୁ ମୋର ଅନୁରୋଧ, ଭିଡିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଯାହାଫଳରେ କି ଆମର ଏହିଭଳି ପ୍ରତ୍ୟେକ ଶିକ୍ଷଣୀୟ ଭିଡିଓ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆପଣ ଏହି ସବୁ ଭିଡିଓ ଦେଖିବାର ସୁଯୋଗ ପାଇବେ।